ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟ ମୈତ୍ରେୟ ବାଚ। ଶୁଣ ବିଦୁର ଏକ ମନେ କାଳର ଗତି ସାବଧାନେ, ଜାମାତା ଶ୍ୱଶୁର ସಮೇତେ ବିବାଦ ଆଚରିଲେ ଯେତେ, କମଳ ଯୋନି ଯେତେବେଳେ ଦକ୍ଷକୁ ଶୁଭ ଲଗ୍ନ ଦେଲେ, ସକଳ ମୁନି ମନୁଗଣେ ସ୍ଥାପିଲେ ପ୍ରଜାପତି ପଣେ, ଦକ୍ଷକୁ ପୂଜି ଅଭିଷେକେ ପୁଣ କହିଲେ କେ କେ, ତୁମ୍ଭ ସକଳ ମଧ୍ୟେହୁ ପାଳନେ ପ୍ରଜାପତି ହେଉ, ଦକ୍ଷକୁ କହେ ବେଦବର ତୁ ବାଜପେୟ ଯଜ୍ଞ କର, ସେ ଦକ୍ଷ ମନେ ଗର୍ବ କଲା ରୋଷେ ରୁଦ୍ରଙ୍କୁ ନବରିଲା, ଭୃଗୁଙ୍କୁ କଲେ ପୁରୋହିତ ସଙ୍ଗେ ଘେନାଇ ମୁନି ସନ୍ଥ, ଯେ ଯଜ୍ଞ ଆରମ୍ଭର ବେଳେ ସକଳ ମୁନି ଏକ ବେଳେ, ପିତୃଦେବତା ଗଣ ଶୂନ୍ୟେ ପତ୍ନୀ କି ଘେନି ଦିବ୍ୟ ଜାନେ, ଯଜ୍ଞେ ଗମନ୍ତି ଯୁଥେ ଯୁଥେ ଗୀତ ସୁବାଦ୍ୟ ଶୂନ୍ୟ ପଥେ, ଆକାଶେ ବିମାନ ଗହଳ ଚଳନ୍ତେ ଶୁଭେ ମୁଖ ଗୋଳ, ହେମନ୍ତେ ଶମ୍ଭୁର ଘରଣୀ ଆକାଶେ ଶୁଣି ଦେବବାଣୀ, ନିଜ ସଖୀ କି ପଚାରିଲା ତାହାର ବଦନୁ ଶୁଣିଲା, ତୋର ପିତାର ମହାଯଜ୍ଞେ ଦେବେ ଗମନ୍ତି ଶୂନ୍ୟ ମାର୍ଗେ, ନିଜ କାମିନୀ ଘେନି ସଙ୍ଗେ ବିମାନେ ଯାନ୍ତି ନାନା ରଙ୍ଗେ, ତିନି ଭୁବନେ ଯେତେ ଜନେ ଯଜ୍ଞେ ଗମନ୍ତି ତୋଷ ମନେ, ଦିବ୍ୟ ଅଳଙ୍କାର ଭୂଷଣେ ବିମାନେ ବସି ବଧୂଗଣେ, ସ୍ୱାମୀଙ୍କ ସଙ୍ଗେ ଯେ ଚଳନ୍ତି ଦେଖ ଗମନ୍ତି ପନ୍ତି ପନ୍ତି, ନକ୍ଷତ୍ର ଗଣ ପ୍ରାୟ ଶୋଭା କିବା ଉପମା ଅନ୍ୟେ ଦେବା, ତା ଶୁଣି ଗଗନକୁ ଚାହିଁ ଅମ୍ବିକା ମନେ ବିଚାରଇ, ଦେଖ ଭାଗ୍ୟ କର୍ମ ମୋର ମୋହର ସ୍ୱାମୀ ମହେଶ୍ୱର, ମୋହର ପିତା ଯଜ୍ଞ କାଳେ ମୁହିଁ ନିରାଶ କର୍ମ ଫଳେ, ମୋର ସ୍ୱାମୀ କି ନବରିଲା ଅବହେଳନ ମତେ କଲା, ମୋର ମାତାର ଦୟା ନାହିଁ କେ ଅବା ସହୁ ଦେହ ବହି, ହେମନ୍ତ ଭାଳି ଦେବୀ ମନେ ମିଳିଲେ ସ୍ୱାମୀ ସନ୍ନିଧାନେ, ହୃଦୟେ ଶୋକ ଭର ହୋଇ କହନ୍ତି ରୁଦ୍ର ମୁଖ ଚାହିଁ, ଭୂନାଥ ଶୁଣ ପଶୁପତି ତୁମ୍ଭ ଶ୍ୱଶୁର ମୂଢ଼ମତି, ଯଜ୍ଞ ଆରମ୍ଭ ପୁଣ୍ୟ କାଳେ ତା ଶୁଣି ସର୍ବଦେବ ମିଳେ, ଏ ମୁନିଏ ସପତ୍ନୀକ ହୋଇ ଶୂନ୍ୟେ ଗମନ୍ତି ରଥେ ଥାଏ, ଦେଖ ଏ ମୁଖ ରାବ ଗୋଳ ପୁରିତ ଗଗନ ମଣ୍ଡଳ, ଭୂନାଥ ଚାଲ ଆମ୍ଭେ ଯିବା ପିତାର ଉତ୍ସବ ଦେଖିବା, ଦେଖ ସନ୍ତୋଷେ ଦେବଗଣେ ଚଳନ୍ତି ଯଜ୍ଞର କାରଣେ, ଯଜ୍ଞ ଉତ୍ସବ ପିତା ଘରେ ମୋର ଭଗିନୀ ସହୋଦରେ, ମିଳିବେ ସ୍ୱାମୀ ଘେନି ସଙ୍ଗେ ଯଜ୍ଞ ଦେଖିବେ ନାନା ରଙ୍ଗେ, ମୁହିଁ ତୁମ୍ଭର ସଙ୍ଗେ ଥିବି ପିତାର ଉତ୍ସବ ଦେଖିବି, ମାତାଙ୍କୁ ଦେଖିବି ଲୋଚନେ ଭଗିନୀ ଗଣ ସୁଖ ମନେ, ଭୂନାଥ ଆଜ୍ଞା ଦେବା ମତେ ମୁହିଁ ଚଳିବି ତୁମ୍ଭ ସାଥେ, ତୁମ୍ଭ ଗୋଚରେ ବିଷ୍ଣୁ ମାୟା କେ ଜାଣି ପାରେ ନାଥ ତାହା,
ତଥାପି ନାରୀ ଜନ୍ମ ମୋର ମୁଁ କାହୁଁ କରିବି ଗୋଚର। ଦେଖ ପ୍ରଭୁ ଏ ଶୂନ୍ୟ ପଥେ ଦେବେ ଗମନ୍ତି ଯୁଥେ ଯୁଥେ। ଯେ ସନେ ରାଜହଂସପନ୍ତି ବିମାନ ମଧ୍ୟେ ଶୂନ୍ୟ ଯାଆନ୍ତି। ମୋର ପିତାର ଘରେ ଯାଇ ଯଜ୍ଞ ଦେଖିବେ ସୁଖ ବହି। ମୁଁ ଏହା ସହିବି କେମନ୍ତେ ଶରୀର ବହି ଏ ଜଗତେ। ପିତା ଜନନୀ ଭଗ୍ନୀ ଗଣେ ଦିବ୍ୟଭୂଷଣ ଆଭରଣେ। ଯଜ୍ଞ ଆରମ୍ଭ ସୁଖ ଭଳେ ଥିବେ ସକଳେ ଏକ ମେଳେ। ଓ ନାଥ ଶୁଣ ସଦାଶିବ ତୁମ୍ଭ ବରଣେ ନ ଯିବ। ମୁଁ ଯିବି ଆଜ୍ଞା ଦିଅ ମୋତେ ଆନନ୍ଦ ମନେ ଶୁଦ୍ଧ ଚିତେ। ମୈତ୍ରେୟ ଉବାଚ ହେମନ୍ତେ ପ୍ରିୟା ମୁଖୁ ବାଣୀ ଈଶ୍ୱର ସ୍ଥିର ଚିତେ ଶୁଣି। ସ୍ୱଭାବେ ଜଗତ ଈଶ୍ୱର ସଂସାର ଯାର ଖେଳ ଘର। ଅଳପ ଅପମାନେ ରହି କହନ୍ତି ପତ୍ନୀ ମୁଖ ଚାହିଁ। ଈଶ୍ୱର ବାଚ ଶୁଣ ସୁନ୍ଦରୀ କହୁ ତୋତେ ତୁ ଯେବେ ପଚାରିଲୁ ମୋତେ। ସାଧୁ ବିଚାର ଏ ତୋହର ଶୁଦ୍ଧ ସୁନ୍ଦର ମନୋହର। କହୁ ଯେ ବନ୍ଧୁ ଅପମାନ କେ ସହିପାରେ ଦୁର୍ବଚନ। ଏ ବନ୍ଧୁକୁ ବନ୍ଧୁ ଭାବ ଭଳେ ଅମାନ୍ୟ କରେ ଅବହେଳେ। ଯେ ବିଦ୍ୟା ବଳେ ତପ ଦାହେ ସତ୍ୟ ସୁନ୍ଦର ଦେହ ବହେ। ଉତ୍ତମ କୂଳେ ଯାର ଜାତ ସକଳ ଗୁଣରେ ସେ ଖ୍ୟାତ। ଜାଣଇ ଶ୍ରୁତି ସ୍ମୃତି ଧର୍ମ ଆଗମ ନିଗମ ଯେ କର୍ମ। ସେ ପୁଣି ପୂର୍ବ କର୍ମ ବଳେ ବନ୍ଧୁ ନିନ୍ଦଇ ଅବହେଳେ। ଅଜ୍ଞାନବାଦ ହୁଏ ତାରେ ସୁଖେ ନ ରହେ ସଂସାରେ। ଯେ ପ୍ରାଣୀ ଅଭ୍ୟାଗତ ଦେଖି ବକ୍ରବଦନେ ବୁଜେ ଆଖି। ବନ୍ଧୁର କୁବଚନ ବାଣେ ଅନ୍ୟାନ୍ୟ ଦେହେ ମନ ପ୍ରାଣେ। ତୁ ପୁଣି ପିତା ପ୍ରିୟ ବହୁ ତାର ସୁହୃଦେ ଧର୍ମ କହୁ। ସାଧୁ ସଙ୍ଗତ ଯେ ବସଇ ତାହାର ରିପୁ ମିତ୍ର ନାହିଁ। ଏଣୁ ଅସାଧୁ ସଙ୍ଗେ ଥିଲେ ପ୍ରାଣ ଇନ୍ଦ୍ରିୟ ବୁଦ୍ଧି ବଳେ। ପରମ ଆତ୍ମାକୁ ନିନ୍ଦଇ ଅସାଧୁ ବାକ୍ୟେ ମନ ଦେଇ। ଯେ ବନ୍ଧୁ ଆଗମନ ଦେଖି ଉଠିବ ଆସନ ଉପେକ୍ଷୀ। ଭାବେ ଆସନ୍ତି କେତେ ଦୂର ବଚନ କହନ୍ତି ମଧୁର। ଅଭିଗମନ ମଧୁବାଣୀ ପୁଛନ୍ତି ନିଜ ଘରେ ଆଣି। ବିଷ୍ଣୁର ଭାବେ ପୂଜା କରି ଆନନ୍ଦେ ପ୍ରିୟ ଭାବ ହରି। ତାହାକୁ ବୋଲି ସାଧୁ ଜନ ସେ ବିଷ୍ଣୁ ଦେବଙ୍କ ସମାନ। ଯେଣୁ ସେ ଦକ୍ଷ ପ୍ରଜାପତି ମୋ ଭାବେ ଚିନ୍ତଇ ଦୁର୍ମତି। ତୁ ଯେବେ ମୋହର ବଚନ ଅଜ୍ଞାନେ କରିବୁ ଲଙ୍ଘନ। ପିତା ଭୁବନ ଯିବୁ ତୁହି କେବେ ହେ ଭଲ ତା ନୁହଇଁ। ଅକର୍ମ ଜନ୍ମ ସଙ୍ଗ ଯେତେ ବାଦେ ଉତ୍ତମ ଜନ ଭାବେ। ତେବେ ହିଁ ଭଲ ତାର ନାହିଁ ହେମନ୍ତ ଦେବୀ ଆଗେ କହି। ସ୍ଥିର ହୋଇଲେ ଉମାକାନ୍ତ କହିଲେ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାଂ ବୟାସିକ୍ୟାं ଚତୁର୍ଥ ସ୍କନ୍ଧେ ହର ଗୌରୀ ସମ୍ବାଦେ ନାମ ତୃତୀୟ ଅଧ୍ୟାୟ। ଆନନ୍ଦିକ ବାର ହରି ହରି ବୋଲ।